ଭାରସାମ୍ୟ ହରାଇ ବିରୁପା ନଦୀକୁ ଖସି ପଡ଼ିଲା କାର। ଜଣେ ଯୁବକ ନିଖୋଜ ଥିବା ବେଳେ ଜଣକୁ ସ୍ଥାନୀୟ ଯୁବକ ଉଦ୍ଧାର କରିଛନ୍ତି। ବୁଧବାର ଭୁବନେଶ୍ୱର ଧଉଳିରୁ OD33AM 2002 ନମ୍ବର ଏକ ଇଭି କାର ଯୋଗେ 5 ଜଣ ଯୁବକ କୌଣସି କାମରେ କଟକ ଆସିଥିଲେ। ପରେ ରାତି ପ୍ରାୟ 8ଟା ସମୟରେ ସେମାନେ ଜଗତପୁର ଆଇବି ରୋଡ ସ୍ଥିତ ଡାକ ବଙ୍ଗଳା ପାର୍ଶ୍ୱ ଫକୀରପୁର ପଣ୍ଡା ସାହି ନିକଟ ବିରୁପା ନଦୀ ତୁଠକୁ ଯାଇଥିଲେ। 3 ଜଣ ଯୁବକ ଗାଡ଼ିରୁ ଓହ୍ଲାଇ ତଳେ ଠିଆ ହୋଇଥିବା ବେଳେ ଅନ୍ୟ 2 ଜଣ କାରରେ ବସିଥିଲେ। କୌଣସି କାରଣରୁ ହଠାତ୍ କାରଟି ଦ୍ରୁତ ଗତିରେ ବିରୁପା ନଦୀ ଭିତରକୁ ପଶି ଯାଇଥିଲା। ସେଠାରେ ଉପସ୍ଥିତ ସ୍ଥାନୀୟ ଯୁବକମାନେ 2 ଜଣ ଯୁବକଙ୍କ ମଧ୍ୟରୁ ଅଂଶୁମାନ ପଣ୍ଡାଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଯୁବକ କାର ସହିତ ପାଣି ଭିତରକୁ ପଶି ଯାଇଥିଲେ। ଖବର ପାଇ ଜଗତପୁର ପୁଲିସ, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ। ପ୍ରାୟ 30 ଫୁଟ ଗଭୀର ନଦୀ ହୋଇଥିବାରୁ ଉଦ୍ଧାର କରିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ଦୀର୍ଘ 4 ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିବା ପରେ ରାତି ପ୍ରାୟ 12:30 ସମୟରେ ନଦୀ ଭିତରୁ କାରକୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ନିଖୋଜ ଯୁବକ ଜଣକ ହେଉଛନ୍ତି ଭୁବନେଶ୍ୱର ଧଉଳି ଅଞ୍ଚଳର ଅତୁଲ ଓରଫ ଉଦିତ ସାହୁ। ଗୁରୁବାର ସକାଳେ ପୁଣି ଉଦ୍ଧାର କାର୍ଯ୍ୟ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ କଟକ ଜୋନ୍ 1 एसीपी अरुण कुमार स्वाई उपस्थित रही उद्धार कार्य को तदारख करते। एभली दुखद घटना खबर पाई चौद्वार कटक पूर्वतन विधायक डॉ प्रभात रंजन विश्वाल और सीएमसी डेप्यूटी मेयर दमयंती माझी घटनास्थल में पहुंची लोक सांत्वना देते। कटक सुरेन्द्र जेना रिपोर्ट।